ଯୋଉ କହୁଛନ୍ତି ଅବାଡ ଯୋଉ କହିଛନ୍ତି ଗୋଟେ ଭିଡିଓରେ ଅବାଡ ଆମର ଯୋଉ ଦେଖିଲା ବେଳକୁ ଆମର ଯୋଉ ଜୁଳୁଜୁଳିଆ ପୋକ ଭଳିଆ ଦେଖାଯିବ ଉପରକୁ ଅନେଇକିରି ଦେଖିଲେ ସେଟା ପୁରା ଛୋଟ ଛୋଟ ପୁରା ତାକୁ ଦେଖିଲେ ଧୀରେ ଧୀରେ ସେ ଯେମିତି ଲାଗିବ ପୁରା ହ୍ୱାଇଟ ରେ ଯେମିତି ତା ଭିତରୁ କିଛି ଉର୍ଜା ବାହାରୁଛି ସେଇଭଳିଆ ଜିନିଷ ମୁଁ ବହୁତ ଦିନ ହେଲାଣି ଦେଖିଲିଣି କିନ୍ତୁ ଏଇ ଜିନିଷ ବିଷୟରେ ମୁଁ କିଛି ଜାଣିନଥିଲି। ସେଇ ବିଷୟରେ ତାକୁ ମୁଁ ଦେଖୁଥିଲି ମୁଁ ଟିକେ ଇଏ ହେଲା ପଚାରିବି ମୁଁ ଟିକେ ଆପଣଙ୍କୁ ବହୁତ ଦିନ ହେଲାଣି ପଚାରିବି। ନାଇଁ ନାଇଁ ଗୁରୁ କରୁନୁ କଣ ଦେଖୁଛୁ ତୁ? ମୁଁ ଗୁରୁ କରିନି କିନ୍ତୁ ପ୍ରାୟ 10ମ ପରୀକ୍ଷା ସରିବା ପରଠାରୁ ମୋର ଏ ଦିଗରେ କାହିଁକି ଇଏ ହେଲା ତାପରେ ମତେ ଜଣେ ଭାଇ ଦେଲେ ଗୀତା ବହି ପଢିବା ପାଇଁକା। ମୁଁ ଆଗରୁ ବି ଗୀତା ଫିତା ପଢିନଥିଲି ସେବେ ଯେତେବେଳେ ପଢିବା ଷ୍ଟାର୍ଟ କଲି ସେ ସବୁ ରହସ୍ୟ ଯେମିତି ମତେ ଜଣା ପଡିଲା ଖୋଲିଗଲା ମତେ ଲାଗିଲା ଯେମିତି କି ମୁଁ ଜାଣିଛି ଆଗରୁ ସେଇଭଳିଆ ତାପରେ ଏମିତି ଧୀରେ ଧୀରେ ମୁଁ ବି ସେମିତି କାହା ସଂସ୍ପର୍ଶରେ ଆସିନି ଯେ ଯାହାକୁ କି ଏମିତି କାହାକୁ ଜାଣିନି ଯେ ଯାହାକୁ ଗୁରୁ କରିପାରିବି ଏଇ ହିସାବରେ ସବୁ ଧୀରେ ଧୀରେ ସାଧନା ଫାଧନା କିଛି କରିନି। ଗୀତା ପଢେ ଠାକୁରଙ୍କୁ ସ୍ମରଣ କରେ ଏତିକି। ତୁ ଗୁରୁ କଲେ ସେଗୁଡା ସବୁ ଜାଣିପାରିବୁ। ଆଜ୍ଞା ସେ ସବୁ ଦେଖା ଯାଉଛି ସେଥିପାଇଁ କିଛି ମାନେ କିଛି ଖରାପ ନାହିଁ ତ? ନାଇଁ ନାଇଁ ଆଜ୍ଞା ଖରାପ କାହିଁକି ହବ? ସେଇଟା ମୁଁ ଜାଣିବାକୁ ଚାହୁଁଥିଲି ମୁଁ କହିଲି ସେଥିପାଇଁ ଖରାପ କିଛି ନାହିଁ କିନ୍ତୁ ଗୁରୁ ନ ଆଜ୍ଞା କଲେ ବିପଦ ଅଛି। ଆଜ୍ଞା ଗୁରୁ ନ କଲେ ସେଗୁଡା ସବୁ ବିପଦ ଜନକ ଜିନିଷ। ଆଜ୍ଞା ମୁଁ ତ ସେଗୁରା କରିବା ପାଇଁ ଚେଷ୍ଟା କରୁନି ସେ ତ ଅଟୋମେଟିକ ହେଇଛି। ସେ କଣ କେମିତି ହଉଛି ଯଦି ତୋ ଇଚ୍ଛା ଯଦି ରଖିବି ଯଦି ରଖ ନହେଲେ ଯଦି ବନ୍ଦ କରିଦବୁ ବନ୍ଦ କରିଦେ। କେମିତି ରଖିବା ବନ୍ଦ କରିବା ବି ମୁଁ ଜାଣିନି। ବନ୍ଦ ଆମେ କରିଦବୁନୁ। ଆଜ୍ଞା ସେଟା ତୋ ଉପରେ ଗୋଟେ ଝିଅଟେ ଆସିଲା ମଠକୁ ତା ବାପା ନେଇକି ଆସିଥିଲା ତାର ତ୍ରିକୁଟରେ ଗୋଟେ ମୂର୍ତ୍ତି ଦେଖାଯିବ ଠିକ ଯେମିତି ସନ୍ଧ୍ୟା ବତୀ ଲିଭିବ ଗୋଟେ ମୂର୍ତ୍ତି ଦେଖାଯିବ। ସେ ଯୋଉ ଆଜ୍ଞା ମୂର୍ତ୍ତି ଦେଖାହବ ସେ ମୂର୍ତ୍ତି କି ଦେଖିଲେ ସେ ହାଉଳି ଖାଇବ। କିନ୍ତୁ ଆଜ୍ଞା ସେଟା ଭଲ ଜିନିଷ ତା ବାପା କହିଲା ଆଜ୍ଞା ନା ବାବା ତାକୁ ବନ୍ଦ କରିଦବୁ ବନ୍ଦ କରିଦେଲି ସେମିତି। ଆଜ୍ଞା ତୁ ଯଦି ତାକୁ ଚାଲୁ ନାଇଁ ରଖିବୁ ଗୁରୁ କଲେ ଚାଲୁ ରଖିଲେ ଭଲ ଯଦି ତା ନ କରିବୁ ତାହେଲେ ବନ୍ଦ ବାନ୍ଦ କରିଦବୁ ଆଉ ତାକୁ ରଖିକି ଲାଭ କଣ? ନାଇଁ ମୁଁ ଗୁରୁ କରି ସେ ଜିନିଷକୁ ଆଗକୁ ବଢେଇବା ପାଇଁ ଚାହିଁବି। ଚାହୁଁ ଯଦି କରିବୁ ଆଉ। ମୁଁ ଆସିବି ଆପଣଙ୍କ ପାଖକୁ ତ ଏବେ ବାହାରେ ଅଛି ମୁଁ ଘରକୁ ଆସିଲେ ଆସିବି ଆପଣଙ୍କ ପାଖକୁ। ହଉ ହଉ ଆତ୍ମ ମାନେ ହଉଛି ନିଜର। ସାକ୍ଷାତ ବାରେ ନିଜକୁ ନିଜେ ଚିହ୍ନିବ ନିଜକୁ ନିଜେ ଜାଣିବ ମୁଁ କିଏ କୋଉଠୁ ଆସିଲି କଣ କଲି। ଏଇଟା ପ୍ରାର୍ଥନା ବଳରେ ବି ହେଇପାରିବ ବୋଲି ସେ କହୁଛନ୍ତି। ହଁ କିଛି ଅସୁବିଧା ନାହିଁ ପ୍ରାର୍ଥନା ବଳରେ ହେଇପାରିବ କିନ୍ତୁ ସେଇଟା ପ୍ରାର୍ଥନା ବଳରେ ହେଇପାରିବ ଯେ କିନ୍ତୁ ସେଇଟା ହଉଛି କଷ୍ଟ ସାଧ୍ୟ କାହିଁକିନା ଆମେ ଭାବନ୍ତି ପ୍ରାର୍ଥନା ଅତି ସହଜ ବସିକି ପ୍ରାର୍ଥନା କରିମି ହେଇଯିବ। କିନ୍ତୁ ସେଇଟା କଷ୍ଟସାଧ୍ୟ କାରଣ କଣ ମୁଁ ବୁଝୁଛି ଶୁଣ ମୁଁ ତମକୁ ଗୋଟେ ଛୋଟ ଉଦାହରଣ ଦେବି ତମେ ଜାଣିପାରିବ ଯେ ଇଟା ସେ ମାନେ କୋଠା ଘର କରିଦେଲେ ମିସ୍ତ୍ରୀ ଡାକିବେ କରିଦବ କିନ୍ତୁ ସେ ସହଜ ସାଧ୍ୟ ନୁହେଁ ତା ଆନୁଷାଙ୍ଗିକ ଜିନିଷ ଦରକାର କଣ ଇଟା ପଥର ବାଲି ନହେଲେ ସେ କୋଠା ଘର ହେଇପାରିବନି ସେମିତି ଆତ୍ମ ସାକ୍ଷାତକାର ହବା ପାଇଁ ତାର ଆନୁଷାନିକ ଅପକ୍ରିୟା ଗୁଡାକ କଟିବା ଦରକାର। କୁପ୍ରକୃତି ଆମର ଜନ୍ମଜନ୍ମତର ସଂସ୍କାର ଏଗୁଡାକ ଯୋଉ ଗୁଡାକ ରହିଛି ଆମ ଦେହ ଥରେ ସେ ପ୍ରବୃତ୍ତି ଗୁଡାକ ସବୁ ଅପରା ପ୍ରକୃତି ଗୁଡାକ କଟିଲେ ଯାଇକି ଆମ ଆତ୍ମ ସାକ୍ଷାତ କରୁ ସେ ଅପରାକୃତି କଟିବା ପାଇଁ ପ୍ରାର୍ଥନା ବଳରେ ହବ। ଗୁରୁଙ୍କ ଆଶୀର୍ବାଦ ଦେଲେ ପ୍ରାର୍ଥନା ବେଳରେ ହବ କିନ୍ତୁ ମୋ ମତରେ ସେ ହବ ଯେ କିନ୍ତୁ ସେଇଟା ବହୁତ କଷ୍ଟସାଧ୍ୟ କିନ୍ତୁ ତାର ସହଜ ସାଧ୍ୟ ହଉଛି ସେଇ ପ୍ରାର୍ଥନା ଟା କରିବା ଲାଗି ବା କରିବା ପାଇଁ ଯୋଉ ଯୋଉ କାର୍ଯ୍ୟ ଗୁଡାକ ଦରକାର ଯୋଉ ଧର ପ୍ରକୃତି ବିନାଶ ହବ ନିରଳା ପରିବେଶ ଦରକାର ତାପରେ ଏକାନ୍ତ ନିବାସ ଦରକାର ଖାଦ୍ୟର ନୀତି ନିୟମ ଦରକାର ଏଗୁଡାକ ସବୁ ନ କଲେ ଖାଲି ପ୍ରାର୍ଥନା ବଳରେ ହେଇପାରିବନି। ଆଚ୍ଛା ଏଇ ଯୋଉ ନୀତି ନିୟମ ଗୁଡାକ ଆମେ କରିବା ଆନୁଷାଙ୍ଗିକ ନ କଲା ପର୍ଯ୍ୟନ୍ତ ସେଇ ଯୋଉ ପୂର୍ବ ଜନ୍ମର ଜିନିଷ ସେଗୁଡା ସବୁ କଟିବା ସହଜ ନୁହେଁ ମୁଁ ପ୍ରାର୍ଥନା କରୁଛି ଜଣେ ଆସିକି ହୋ ହୋ ହେଲା ମୋର ପ୍ରାର୍ଥନା କଣ ଠିକ ହେଇପାରିବ?
ନା କିନ୍ତୁ ଯୋଗୀ ଯଦି ଯୋଗ ସାଧନା ବେଳେ ଯଦି ପ୍ରାଣ ସଂଯମ କରିଥିବ ସେ ଯେତେ ଯୋଡ ପାଟି ଚିଲିଲେ ସୁଦ୍ଧା ସେ ଚିଲେଇବାଟା ତାକୁ ବାଧିବ ନାହିଁ। ଡିଫରେନ୍ସ ଟା ଖାଲି ଯୋଉ ଧ୍ୟାନ ମାର୍ଗଟା ସମ୍ଭବ ସମସ୍ତଙ୍କ ପକ୍ଷରେ ସମ୍ଭବ। ଗୋଟେ କଥା ହଉଛି ଆମେ ଭାବନ୍ତି, ଶୁଣ ଗୋଟିଏ କଥା ବୁଝେଇ ଦଉଛି, ଯୋଗାସନ କହିଲେ ଆମେ ଭାବନ୍ତି ଯେ ଯୋଉ ରାମଦେବ ଯୋଉ ଯୋଗ ପାଇଁ ଯୋଉ ଆସନ ଦଉଛନ୍ତି ଆମର ନାଇଁ ସେ କଥା ନାଇଁ, ଭଗବାନଙ୍କ ସହିତ ସମ୍ପର୍କଟା ହଉଛି ଯୋଗ ବୋଲି ମୁଁ ନା କଥାଟା ଶୁଣ, ଲୋକ ବୁଝନ୍ତି ଯୋଗ କହିଲେ ସେଇ ଆସନ ସେଇଆକୁ ସବୁ ବୁଝନ୍ତି, କିନ୍ତୁ ପ୍ରକୃତ ଯୋଗ ତାହା ନୁହେଁ। ଯୋଗ ହଉଛି ଅତି ସହଜ ଏବଂ ସରଳ ଜିନିଷ, ସେଥିରେ ଆସନ ଫାସନ କିଛି ଦରକାର ନାହିଁ, କିନ୍ତୁ ଅତି ସରଳ ଟେକ୍ନିକ୍ ଅଛି। ସେ ଟେକ୍ନିକ୍ ବଳରେ ତମେ ଯଦି ଅବଲମ୍ବନ କରିବ ତମେ ଯାଇକି ସେ ବାଟରେ ପାଇବ। ଯୋଉ ପ୍ରାର୍ଥନା କଥା କହୁଛ ବୁଝିଲ, ଯୋଉ ଠାକୁରଙ୍କୁ ଆମେ ପ୍ରାର୍ଥନା କରିବା, ଆମେ ସବୁ ପାଟିରେ ଉଚ୍ଚାରଣ କରି ପ୍ରାର୍ଥନା କରିବା ନା ନାହିଁ? ତାର ଅର୍ଥ ବି ବୁଝିବାକୁ ପଡିବ ସବୁ। ନା ସେ କଥା ମୁଁ କହୁନି, ମୁଁ ମୋ କଥାଟା ତମେ ପଏଣ୍ଟ ଧର। ଆମେ ଯଦି ପ୍ରାର୍ଥନା କରିବା ପାଟିରେ କିଛି ଜିନିଷ ଉଚ୍ଚାରଣ କରିବା ନା ନାହିଁ? ଆଜ୍ଞା। ବାସ୍, ଶବ୍ଦ ହଉଛି 4 ପ୍ରକାରର। ଗୋଟେ ହଉଛି ପରା ପଶନ୍ତି ମଧ୍ୟମା ବୈଖରୀ। ବିଖର ମାନେ ପାଟିରେ କହିବା, ମଧ୍ୟମା ମାନେ ନାସାରେ କହିବା, ପରା ମାନେ ଚକ୍ଷୁରେ କହିବା, କର୍ଣ୍ଣରେ କହିବା, ପଶନ୍ତି ମାନେ ଚକ୍ଷୁରେ କହିବା। କଣ କି ଯେତେବେଳେ ପ୍ରାଣବାୟୁ ତମର ଆସିକି ମୁଖରେ ପହଞ୍ଚେ ସେତେବେଳେ ଯୋଉ ଶବ୍ଦ ଧ୍ୱନି ଉଚ୍ଚାରଣ ହୁଏ ତା ନାଁ ହଉଛି ବୈଖରୀ ଶବ୍ଦ। ତାଠାରୁ ସୂକ୍ଷ୍ମ ହେଲା ମଧ୍ୟମା ଶବ୍ଦ। ପ୍ରାଣବାୟୁ ଯେତେବେଳେ ଯାଇକି ନାସାରେ ପହଞ୍ଚେ, ପ୍ରାଣବାୟୁ ଯେତେବେଳେ କର୍ଣ୍ଣ ପହଞ୍ଚେ ତା ନାଁ ହେଲା ପରାବାକ। ପ୍ରାଣବାୟୁ ଯେତେବେଳେ ଚକ୍ଷୁରେ ପହଞ୍ଚେ ସେଟା ହେଲା ପଶ୍ୟନ୍ତୀ ଧ୍ୱନି। ତେଣୁ ଗୋଟେ କଥା ହଉଛି ଏଇ ଧ୍ୱନି ଗୁଡ଼ିକରେ ଧୀରେ ଧୀରେ ସୂକ୍ଷ୍ମ। ତମେ ଯାହା କର, ପ୍ରାର୍ଥନା କର ବା ଯାହା କର, ତମେ ଏଇ ସ୍ତର ଯାଇକି ସେଇ ସ୍ତରକୁ ନ ପହଞ୍ଚିଲା ପର୍ଯ୍ୟନ୍ତ ଆତ୍ମ ସାକ୍ଷାତକାର କୌଣସି କାଳେ ସମ୍ଭବ ନୁହେଁ। ସେ ସାଧୁ କହିଲେ ଠିକ, ଆତ୍ମ ସାକ୍ଷାତକାର ହୁଏ, କିନ୍ତୁ ଏଇ ସ୍ତର ତୁମକୁ କରିବା ପାଇଁ ପଡିବ, ଅନିବାର୍ଯ୍ୟ। ତମେ ଦେଖ ଯେ ମୁଁ ବଜାରକୁ ଯିବି ସଉଦା ଆଣିବା ପାଇଁ, ତେଣୁ ଯୋଉ ବାଟ ଦେଇକି ଯିବି ସେଇ ବାଟ ଦେଇକି ଯିବାଟା ଆମର ଅନିବାର୍ଯ୍ୟ। ସେ ବାଟ ଦେଇକି ନ ଯାଇକି ଆମେ ଶୂନ୍ୟରୁ ଉଡ଼ିକି ଯାଇପାରିବାନି। ଠିକ ସେଇଭଳି ପ୍ରକାରର କଥା, ଆମେ ଯଦି ଆତ୍ମ ସାକ୍ଷାତକାର ଲାଭ କରିବା ପାଇଁ ଚାହିଁବା ତାହେଲେ ଆମକୁ କେତେକ ମାଧ୍ୟମ ଦେଇକି ଯିବା ପାଇଁ ପଡିବ। କିନ୍ତୁ ଯୋଉ ସେ ମାଧ୍ୟମକୁ ଯଦି ଆମେ ଆୟତ ନ କରିଥିବା ତାହେଲେ ଆମକୁ ଯିବା ଅତ୍ୟନ୍ତ କଠିନ। ସେଇଥିପାଇଁ ମୁଁ ପ୍ରଥମରୁ କହିଲି ଯେ ପ୍ରାର୍ଥନା ମାଧ୍ୟମରେ ଯିବାଟା ବହୁତ କଠିନ। ପ୍ରାର୍ଥନା କାର୍ଯ୍ୟଟା ସରଳ, କିନ୍ତୁ ପ୍ରାର୍ଥନା ମାଧ୍ୟମରେ ଯିବାଟା ବହୁତ କଠିନ। ସେଇ ମାଧ୍ୟମରେ ଯିବା ପାଇଁ ସରଳ ପାଇଁ ହବା ପାଇଁ ହେଲେ ତାର ଆନୁଷଙ୍ଗିକ ଯୋଉ କଥା ରହିଲା ଯେ ଇନ୍ଦ୍ରିୟ ଆୟତ କରିବା, ପ୍ରାଣ ସଂଯମ କରିବା, ଆସନକୁ ଏକାଗ୍ର କରିବା, ମନକୁ ଏକାଗ୍ର କରିବା, ଆସନକୁ ସ୍ଥିର କରିବା, ଏଇ ଯୋଉ କଥା ଗୁଡ଼ିକ ଏଗୁଡ଼ାକ ସବୁ ତା ସାଙ୍ଗରେ କଲେ ସେ ଯାଇକି ପୁରା ଆମେ ଉପର ସ୍ତରକୁ ପଳେଇବା। ଏଗୁଡ଼ା ତ ଯଦି ବାର୍ଦ୍ଧକ୍ୟ ସମୟରେ ଏଗୁଡ଼ା ତ ଟିକେ ହବ। ବାର୍ଦ୍ଧକ୍ୟ ସମୟରେ କାହିଁକି ନ ହବ? ଗୋଟେ କଥା ଶୁଣ, ମୁଁ ବୁଝେଇ ଦଉଛି। ତମେ ଗୋଟେ ରେକର୍ଡ ବାଜୁଛି, ତମ କାନରେ ବାଜୁଛି ନା ନାଇଁ? ବାସ୍, ଯଦି କାନରେ ବାଜୁଛି ତମ ମନକୁ ବିଚଳିତ କରୁଛି ନା ନାଇଁ? କରୁଛି। ତେଣୁ ସେଇ ମନଟାକୁ ଯଦି ମୁଁ ସଂଯମ କରିଦେଇଥିମି ସେଇ ରେକର୍ଡ ଶବ୍ଦ ମତେ କଣ ଆଉ ଆସିବ କି? ମନ ସଂଯମ କରିବା ପାଇଁ ହେଲେ ବାର୍ଦ୍ଧକ୍ୟ କଣ? କୌଣସି ବୟସର ସୀମାର ଆବଶ୍ୟକ ନାହିଁ। ମୃତ୍ୟୁ ଶଯ୍ୟାରେ ପଡ଼ିକି ଯଦି ନିଶ୍ୱାସ ଚାଲୁଛି ତାହେଲେ ମନ ସଂଯମ କରିହବ। ଆମର ଶ୍ରୀ ଶ୍ରୀ ଦୟାନନ୍ଦ ପରମହଂସ କହିଲେ ଯେ ନାମକୁ ଥରେ କରିଛି ବିଶ୍ୱାସ ନ ଛାଡ଼ିବି ଗଲା ପର୍ଯ୍ୟନ୍ତ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ତମେ ଯଦି ନାମକୁ ସ୍ମରଣ କରୁଥିବ ସିଏ ହବ। ତାପରେ ଆଉ ଗୋଟେ କଥା, ହଉ ବା ନ ହଉ, ସଦ୍ଗୁରୁଙ୍କ କର୍ମରେ ବିଶ୍ୱାସ ରଖିକି ତମେ କର୍ମ କରିଚାଲ ଯେତିକି ପାରିବ। ମୋର ଆଉ ବୟସ ନାହିଁ ଯେ ମୁଁ ପଦ୍ମାସନ କି ଆସନ କରିକିରି ଗୋଡ଼ ହାତ ମୋଡ଼ିକିରି ବସିକିରି ମୁଁ ଏ ସାଧନା କରିବି। ଯଦି ବୟସ ନାହିଁ ମୁଁ ଆସନକୁ ନ କରିପାରିବି କି ପ୍ରାଣାୟାମ ନ କରିପାରିବି, କିନ୍ତୁ ନିଶ୍ୱାସଟା ଚଲେଇ ପାରିବି ନା ନାହିଁ? କେହି କହିବ କି ଯେ ମୁଁ ବାର୍ଦ୍ଧକ୍ୟ ହେଇଗଲିଣି ଆଉ ମୁଁ ନିଶ୍ୱାସ ମାରି ପାରୁନାହିଁ? ନିଶ୍ୱାସ ନ ମାରିଲେ ତ ତମେ ମରିବ। ତେଣୁ ସଦ୍ଗୁରୁଙ୍କୁ ଆଶ୍ରୟ କରିକି ଯଦି ତମେ ନିଶ୍ୱାସ କୌଶଳରେ କିଛି ଅବଲମ୍ବନ କରିପାର, ସେଥିରେ ଶରୀର ଦରକାର ନାହିଁ କି ଆସନ ଦରକାର ନାହିଁ, କିଛି ଦରକାର ନାହିଁ। କଣ ବୁଝିପାରିଲ? ସେଇଟା ହଉଛି ନାମ କୀର୍ତ୍ତନ ଠାରୁ ବହୁତ ସହଜ ସରଳ। ଏ ସରଳ ସୂତ୍ର ଅଛି, କିନ୍ତୁ ଲୋକ ଜାଣିପାରୁନାହାନ୍ତି କି ବୁଝିପାରୁନାହାନ୍ତି। ଜାଣିଲେ ଆପଣ ଯୋଉ ମାନେ ନାମକୁ ଗୁନ୍ଥିବା ପାଇଁ ଯୋଉ ଶ୍ୱାସକ୍ରିୟା ସହିତ ଏଇଟା ଆପଣ ଗୋଟେ ଭଲ
ଉପାୟ କହିଲେ ଆଜ୍ଞା, ନିଶ୍ଚୟ ଏଇଟା ଭଲ କହିଲେ ଆଜ୍ଞା। ଖାଲି ସେତିକି ନୁହେଁ, ମୁଁ ତ କହିଲି କିନ୍ତୁ ମୁଁ ଆର ସବୁ ସରଳୀ ଉପାୟ ମଧ୍ୟ ମୁଁ ଏପିସୋଡରେ ଛାଡି ଦେଇଛି। ହଁ ଏତେ ତ ଅଛି ଆପଣଙ୍କର, କୋଉ ସବୁ ଦେଖିଲା ବେଳକୁ ବି ହଉଛି ସମୟ ସାପେକ୍ଷ, କୋଉଠି ଟିକେ କଣ ଟିକେ ହେଲେ ଆପଣଙ୍କର ଟିକେ ଜଣା ଇଏ ନା ନା ଦରକାର ସେମିତି ପଡୁଛି ଟିକେ। ହବନି। ଗୋଟେ କଥା ଶୁଣ, ମୁଁ ଧାନ ବୁଣିକି ଚାଷ ନ କଲେ ଅମଳଟା ଆଜ୍ଞା ପାଇମି କସ୍ମିନ୍ କାଳେ? ତମେ କହୁଛ ଆଜ୍ଞା ସମୟ ସାପେକ୍ଷ, ଆଉ ସମୟ ଗୁଡାକ କଣ କରିବ ବୃଦ୍ଧ ବୟସରେ? ସମୟ ଗୁଡାକ ଯୋଉ ସାପେକ୍ଷ କହୁଛ, ସମୟ ତମର ବର୍ତ୍ତମାନ କଣ ହବ? ବର୍ତ୍ତମାନ ବା ତମେ ଆଜ୍ଞା ବର୍ତ୍ତମାନ ଘର ଛାଡିକିରି ତମେ ସେପଟକୁ ଯିବା ପାଇଁ ଚେଷ୍ଟା କରିବନି, ବୃଦ୍ଧ ବୟସ ଆଜ୍ଞା ହେଲାଣି। ଆଉ ତେଣୁ ଏଥିରେ ସମୟ ଗୁଡା କେବଳ ଈଶ୍ୱର ପ୍ରଣିଧାନରେ ବିନିଯୋଗ କରିବା ଦରକାର। ଆଜ୍ଞା ତେଣୁ ସେଇଥିପାଇଁ ମୁଁ କହୁଛି, ମୋର ଏପିସୋଡ ଗୁଡା ତମେ ସମୟ ବାହାର କରିକି ଦେଖିବ ନା ଆଉ। ସମୟ ଦେଖୁଛି ବାହାର ଆଜ୍ଞା ଦେଖୁଛି ବାସ୍ ଦେଖୁଛି, ବେଳେ ବେଳେ ବି ମାନେ ଦ୍ୱନ୍ଦ ଭିତରେ ରହୁଛି, ବୁଝି ହଉନି। ନାଇଁ ଦ୍ୱନ୍ଦ ବୁଝିନେ ବେଳେବେଳେ ପଚାରିବ, ଏଇ ପଚାରିଲେ ଯେମିତି ପଚାରିବ, ଦ୍ୱନ୍ଦ ଭିତରେ ବୁଝି ନ ପାରିଲେ ଆଜ୍ଞା ପଚାରିବ, କିଛି ଆଜ୍ଞା ଅସୁବିଧା ନାହିଁ। ମୋ ଏପିସୋଡରୁ ଆଜ୍ଞା ପଚାରିଲେ ମୁଁ ବାଧ୍ୟ କହିବା ପାଇଁ। ଆଉ ଆଜ୍ଞା ଗୋଟିଏ କଥା ମନେ ରଖ, ଯେ ତମେ ମୋର ଗୋଟିଏ ଭିଡିଓ ଖୋଲି ସାରିଲା ପରେ ହେଲା, ଆଜ୍ଞା ସେ ଆଜ୍ଞା ଭିଡିଓ ତଳେ ବାଁ ଆଜ୍ଞା ପଟରେ ଆଜ୍ଞା ଯୋଉ ଲୋଗୋଟା ଅଛି, ମୋ ଗୁରୁଙ୍କ ଫଟୋ, ମୋ ଫଟୋ ଗୋଟେ ଗୋଲେଇ ହେଇକି ଲୋଗୋ ଡାହାଣ ପଟ କୋଣରେ ଅଛି ଉପରକୁ, ଆଜ୍ଞା ସେଇ ଲୋଗୋଟା ବାଁ ପଟ କୋଣରେ ତଳକୁ ଅଛି ଆଜ୍ଞା ଟିକିଟିଏ ହେଇ। ଆଜ୍ଞା ସେଇଟାକୁ ଯଦି ଆଙ୍ଗୁଳି ମାରିଦବ, ତା ଆଜ୍ଞା ତଳକୁ ଲେଖା ବାହାରିଯିବ ଭିଡିଓ। ସେ ଭିଡିଓ ଉପରେ ଆଙ୍ଗୁଳି ମାରିଦିଅ, ଦେଖିବ 930 କି 40 ଭିଡିଓ ଗଲାଣି, ସେଗୁଡା ସବୁ ଆଜ୍ଞା ଗୁଡାକ ଆଜ୍ଞା ହଁ ବାହାରିବ। ହଁ ସେଇଟା ଜାଣିଛି ଜାଣିଛି ଆଜ୍ଞା। ଆଚ୍ଛା, ଯଦି ବାହାରିବ, ସେଇଟାକୁ ବାହାରିଲେ ତା ଦେହରେ କଣ କରିବ ନା, ତାକୁ ଖେଳେଇଦବ, ତମର ଯୋଉଟା ମନ ତାକୁ ବସିକି ଦେଖିବ। କିଛି ନହେଲେ ଶୋଇଲା ବେଳେ ତ 5 ମିନିଟ୍ ଦେଖିପାରିବ ନା। ହଁ ସେଇଟା ତ ହଉଛି ଆଜ୍ଞା, ସେଇଟା ବାସ୍ ହଉଛି ସେଇଟା ବାସ୍, ହଉଛି ଡେଲି ସେଇଆକୁ କରିକି ତମେ ଦେଖ। ତା ଆଜ୍ଞା ଭିତରେ ଯଦି କିଛି ସନ୍ଦେହ ହଉଛି, ତମେ ତାକୁ ଲେଖିକି ରଖ। ଭିଡିଓ ଆଜ୍ଞା ନାଁ ହେଲା ଏଇଆ, ଥମ୍ବନେଲ ଯୋଉ ନାଁଟା ଦିଆଯାଇଛି, ଭିଡିଓ ଆଜ୍ଞା ନାଁ ଆଜ୍ଞା ହେଲା ଏଇଆ, ତା ଦେହରେ କଥା ମୋର ସନ୍ଦେହ ହଉଛି ଏଇଆ କହିଲେ, ମୁଁ ସେଇ ଭିଡିଓ ମୋ ପାଖରେ ଅଛି, ମୁଁ ସେଇ ହିସାବରେ ତମକୁ ମୁଁ ଗୋଟି ଗୋଟି କରିକି ମାନେ ବୁଝେଇଦେବି। ସନ୍ଦେହ ତ ବେଳେ ବେଳେ ବୁଝିବେନି ଯୋଉଟା ସେଇଠି କଥା ତ। ସେଇଟା ସନ୍ଦେହ ଆଜ୍ଞା ଆଜ୍ଞା ବୁଝି ନହବା ମାନେ ତ ମନ ଭିତରେ ସନ୍ଦେହ ରହିଲା ନା, ମୁଁ କେମିତି ବୁଝିବି? ଆଜ୍ଞା ହଁ ହଁ ତେଣୁ ସେଇଟାକୁ ବୁଝିବା ପାଇଁ, କ୍ଲିୟରାନ୍ସ ହବା ପାଇଁ ମୋ ପାଖକୁ ଆପଣଙ୍କ ଫୋନ କରିବ, ମୁଁ ଆଜ୍ଞା ଉତ୍ତର ଦେବା ପାଇଁ ବାଧ୍ୟ। କାହିଁକି ନା ଆଜ୍ଞା ମୁଁ ସେଇଥିପାଇଁ ହିଁ କେବଳ ଚ୍ୟାନେଲ ଖୋଲିଛି, ତମ ମାନଙ୍କୁ କ୍ଲିୟର କରିକି ବୁଝେଇବା ପାଇଁ। ଆଜ୍ଞା ଏବଂ ଯାହା କରିବ ସନ୍ଧ୍ୟା 7ଟାରୁ 9ଟା। ଆଜ୍ଞା ଆଜ୍ଞା ଆଉ ଟିକେ ନାକୁ ଆଜ୍ଞା ଅଛି ହଁ ଗୋଟେ କହୁନ। ଗୋଟେ ହଉଛି ଲେଖା ହେଇଛି ନିତ୍ୟ ଲୋକ ଆଜ୍ଞା ଗୋଟେ ଅଛି କି ନିତ୍ୟ ଲୋକ? ନିଚ ଭାବ ଲୋକ ନିତ୍ୟ ଲୋକ ନିଶ୍ଚ ନିତ୍ୟ ଲୋକ ଭାବ ଲୋକ ଯୋଉଟା। ନିଚ ଲୋକ ନା? ନାଇଁ ଆଜ୍ଞା ନିତ୍ୟ ଲୋକ। ମୁଁ ବୁଝିପାରୁନି। କହିଲି ଇଏ ଭୂ ଭୁବ ସ୍ୱ ତପ ମତ ଏମିତି ସତ୍ୟ ପରେ ଗୋଟେ ନିତ୍ୟ ଲୋକ ଅଛି। ନିତ୍ୟ ଲୋକ ଆଜ୍ଞା ନିତ୍ୟ ଲୋକ ଆଜ୍ଞା। ହଁ ସେଇ ନିତ୍ୟ ଲୋକ ସତ୍ୟ ଲୋକଟାକୁ କୁହାଯାଏ ନିତ୍ୟ ଲୋକ। ନିତ୍ୟ ମାନେ କଣ ଶୁଣ? ନୀତି ନିତ୍ୟ ଭିତରେ ପାର୍ଥକ୍ୟ। ନୀତି ମାନେ ପ୍ରତିଦିନି। ଆଜ୍ଞା। ନିତ୍ୟ ମାନେ ସବୁ ସମୟରେ। ଆଜ୍ଞା। ଯୋଉ ଲୋକରେ ସବୁ ସମୟରେ ବ୍ରହ୍ମସତ୍ତା ବିଦ୍ୟମାନ। ଆଜ୍ଞା। ଟିକେ ହେଲେ ଛାଡିକି ରହେ ନା। ଆଜ୍ଞା। ସବୁ ସମୟରେ ପ୍ରତି ମୁହୂର୍ତ୍ତରେ ସେ ଜାଗାରେ ସେ ରହିଛି, ତାକୁ ସେ ତାର ମାନେ ବ୍ରହ୍ମସତ୍ତାର ଅଭାବ ସେ ଜାଗାରେ ନାହିଁ କଶିନି କାଳେ। ସେଇ ଆଜ୍ଞା ଜାଗାଟା ନା ହେଲା ନିତ୍ୟ ଲୋକ। ବୁଝିଲ କି? ଆଉ ନିତ୍ୟ ଲୋକ ଧିଅରୁ ନିତ୍ୟ ଗୋଲୋକ। ଆଜ୍ଞା ହଁ ନିତ୍ୟ ଲୋକରୁ ନିତ୍ୟ ଗୋଲୋକ। ଆଜ୍ଞା ନିତ୍ୟ ଗୋଲୋକ ନିତ୍ୟ ଲୋକ ହଉଛି ବ୍ରହ୍ମ ଲୋକ। ବୁଝିଲେ କି? ଆଜ୍ଞା ନିତ୍ୟ ଗୋଲୋକ କହିଲେ ଯୋଉ ଜାଗାରେ କି ଆମର ଭଗବାନ ଶ୍ରୀକୃଷ୍ଣଙ୍କର ରାସ ଲୀଳା ହୁଏ। ମାନେ ରାଧାକୃଷ୍ଣ ଯୋଉଠି ରାଧାକୃଷ୍ଣଙ୍କର ରାସ ଲୀଳା ଯୋଉ ସ୍ଥାନ, ତାକୁ କୁହନ୍ତି ନିତ୍ୟ ଗୋଲୋକ। ଆଜ୍ଞା ଠିକ ଆଜ୍ଞା ନିତ୍ୟ ଲୋକ ଭାବ ଲୋକ ଯୋଉଟା ସେଇଟା ସେଇ ଏକା ଭାବ ଯିଏ ସେଇ ଆଜ୍ଞା। ଭାବ ନହେଲେ ମଣିଷ ସେ ଜାଗା ପାଖରେ ପହଞ୍ଚିବ କି? ଅତି ମାନବ ଗୁରୁ ହଁ ଅତି ମାନବ ଗୁରୁ କହିଲେ କାହାକୁ ବୁଝାଯାଏ? ତାଙ୍କୁ ହିଁ ନା ଅତି କାହାକୁ ମାନବ ଗୁରୁ ହଉଛନ୍ତି ସଦଗୁରୁ। ସଦଗୁରୁ ମାନବ ଗୁରୁ ନୁହନ୍ତି। ସେମାନେ ଐଶ୍ୱରିକ ଶକ୍ତିର ଅଧିକାରୀ। ଐଶ୍ୱରିକ ଗୁରୁ ସେମାନେ। ମୁଁ ଗୋଟେ ଜାଗାରେ ପଢିଲି, ଯେତେବେଳେ କୌଣସି ବ୍ରହ୍ମାଣ୍ଡର ମାନେ ସପ୍ତ ବ୍ରହ୍ମାଣ୍ଡ ଅଛି, ଯୋଉ ଗୋଟେ ମାନେ ଯୋଉ ବ୍ରହ୍ମାଣ୍ଡରେ ଶୁଣ ମତେ ଅସୁବିଧା ହେଲା ସେଇଠି ରଖ। ତମେ ଆଜ୍ଞା ଯାହାକୁ ପଢୁଛ ମତେ ପଚାରିବନି। ନାଇଁ ସେଟା ଆପଣ ମୁଁ ଜାଣିଲି ଆପଣ ସେଟା କହିପାରିବେ ବୋଲି ଆପଣଙ୍କୁ ନିବେଦନ କଲି। ନା ଶୁଣ ମୋ ମାନେ କଥା, ସେ ଆଜ୍ଞା ସବୁ ଜିନିଷ ହଉଛି ବଡ ବଡ କଥା। ତାକୁ ମୁଁ ଆଜ୍ଞା କହିଲେ ବି ତମେ ବୁଝିପାରିବନି। ତେଣୁ ଗୋଟେ କଥା ହଉଛି, ତମେ ଯେତିକିର ଅଧିକାରୀ, ନିଜର ଯେତିକି ଅନୁଭୂତି ରହିଛି ସେ ଆଜ୍ଞା ଅନୁଭୂତି ଜନିତ ପ୍ରଶ୍ନ ପଚାର, ମୁଁ ଉତ୍ତର ଦେଲେ ତମେ ଟକ୍ ଟାକ୍ ବୁଝିଦବ। ଆଉ ସିଏ ଯୋଉ ବଡ ବଡ କଥା ଗୁଡାକ କହିଲା, ତାକୁ ମୁଁ ଗୋଟେ କଲେଜ ପାଠ ଗୋଟେ ପ୍ରଥମ ଶ୍ରେଣୀ ପିଲାକୁ କେମିତି ବୁଝେଇବି କୁହନି?
ନାଇଁ ଏଇଟା ହଉଛି ଇଏ କଥାଟା, କିନ୍ତୁ କଥା ହଉଛି ମୋ ମୁଣ୍ଡେ ଟିକେ ଧରନି ବୋଲି ସେଇଠି। ନାଇଁ ଏଇଟା ବହୁତ ବଡ କଥା। ତମ ଆପଣ ଖାଲି ଟିକେ ଲାଗୁ ଶୁଣନ୍ତୁ। ନାଇଁ ମତେ ଟାଇମ ନେଇ, ମୁଁ କହିପାରିବି ନାହିଁ, ବୁଝିପାରୁଛ ନା। ତମକୁ ଯୋଉ କଥା କହିଲେ ସେଇ ହିସାବରେ ପ୍ରଶ୍ନ ପଚାରିଲେ ମୁଁ ଉତ୍ତର ଦେବି। ତମେ ସନ୍ଧ୍ୟା 7ଟା 9ଟା ଭିତରେ ପଚାରିବ। ଆଜ୍ଞା ଆଜ୍ଞା।